ଭାଗ୍ୟଧର ନାୟକ ଘର ହେଉଛି ଟାଙ୍ଗୀ ଅଞ୍ଚଳରେ ଏବଂ ମାହାଙ୍ଗାରେ ମୁଁ ପ୍ରଧାନ ଶିକ୍ଷକ ଥିଲି, ଅବସରପ୍ରାପ୍ତ ଶିକ୍ଷକ। ବର୍ତ୍ତମାନ ମୁଁ ମାହାଙ୍ଗାରେ ମୁଁ ଶିକ୍ଷକ ଗୌରବ ଆୱାର୍ଡ଼ ପାଇଛି। କେତେ ଖୁସି ଲାଗୁଛି? ଭଲ ଖୁସି, ମାନେ ସମାଜକୁ ଦେଖି ସଂସାରକୁ ଦେଖି ବର୍ତ୍ତମାନ ଯୁଗ ଆଗଉଛି, ତେଣୁ ଖୁସି ବି ଲାଗୁଛି। ଆଚ୍ଛା, ଆଧ୍ୟାତ୍ମିକ ମାର୍ଗ ଉପରେ କଳିଯୁଗ ଉପରେ କ'ଣ କହିପାରିବେ? କଳିଯୁଗ ଯୁଗ ହେଉଛି ଚାରିଟା ଯୁଗ ଭିତରେ ପ୍ରଥମ ହେଲା ସତ୍ୟ, ତ୍ରେତା, ଦ୍ୱାପର, କଳି। ତେଣୁ ପୂର୍ବରୁ ବହୁତ ଆଧ୍ୟାତ୍ମିକବାଦୀ ଆମର ଅଚ୍ୟୁତାନନ୍ଦ ଦାସ, ହାରିଦାସ ସନ୍ଥମାନେ କହିଛନ୍ତି କଳିଯୁଗ ନିଶ୍ଚୟ ଶେଷ ହେବ। ଆଜି ନୁହେଁ କାଲି ମଧ୍ୟ ଶେଷ ହେବ। ଆମେ ପିଲାଦିନୁ ଶୁଣି ଆସୁଛି କଳିଯୁଗ ଶେଷ ନିଶ୍ଚୟ ହେବ। କିନ୍ତୁ ମୋ ମତରେ କଳିଯୁଗ କେଉଁଠି ଶେଷ ହୁଏ ଟିକେ ଶୁଣନ୍ତୁ। ଯେ କଥା ହେଲା ସେ ସତ୍ୟ, ତ୍ରେତା, ଦ୍ୱାପର, କଳି ଚାରି ଯୁଗ ଏଠି ସାରିଦେଲୁ ରେ। ସତ୍ୟ, ତ୍ରେତା, ଦ୍ୱାପର, କଳି ଶୈଶବଟି ତୋର ସତ୍ୟଟି ଜାଣିବୁ, ଶୈଶବଟି ତୋର ସତ୍ୟଟି ଜାଣିବୁ, ହିଂସା ଅହଙ୍କାର ଛାଡ଼ିଥିଲୁ ରେ। ସତ୍ୟ, ତ୍ରେତା, ଦ୍ୱାପର, କଳି। ସତ୍ୟ, ତ୍ରେତା, ଦ୍ୱାପର, କଳି ଚାରିଟା ଯୁଗ। କିନ୍ତୁ ଯୁଗ ହେଉଛି କେମିତି ଆମ ପିଣ୍ଡ ଭିତରେ ଯେ ବ୍ରହ୍ମାଣ୍ଡ ସିଏ ତାର ଯେ ମତାମତ ଅଲଗା, କିନ୍ତୁ ପିଣ୍ଡରେ ହେଲା କ'ଣ ନା ଶିଶୁ ଅବସ୍ଥା ହେଉଛି ସତ୍ୟ ଯୁଗ। କାହିଁକି ନା ଶୈଶବଟି ତୋର ସତ୍ୟଟି ଜାଣିବୁ, ହିଂସା ଅହଙ୍କାର ଛାଡ଼ିଥିଲୁ। ସେଇ ସମୟରେ ତୁ ହିଂସା ଅହଙ୍କାର ସବୁ ଛାଡ଼ିଥିଲୁ। ତେଣୁ ସେଠି ତାଙ୍କ କପଟ ଅଛି କି, ହିଂସା ଅଛି, ଈର୍ଷା ଅଛି, ଏବଂ ସେଇଠି ସତ୍ୟ ଯୁଗ ଚାଲିଯାଇଛି। ତାପରେ ଆସିଲା କୈଶୋର ଅବସ୍ଥା, ବାଲ୍ୟାବସ୍ଥା ଯେତେବେଳେ ଆସିଗଲା, ସେତେବେଳେ କ'ଣ ହେଲା ନା ବାଲ୍ୟାବସ୍ଥା ଆସିଗଲା, ତାର ଆସିଗଲା କ'ଣ ରାମ ଅବସ୍ଥା, ସେଠି ତୃତୀୟ ଯୁଗ ଆସିଗଲା। କୈଶୋର ଅବସ୍ଥା ତ୍ରେତୟା ତୋହର, ଭାଇ ଭଉଣୀକୁ କଲୁ ତୁ ନିଜର, ପିତାଙ୍କର ଆଜ୍ଞା ନ କଲୁ ଅବଜ୍ଞା, ଆଦର୍ଶରେ ଦିନ ବାହି ନେଲୁ ରେ। ସତ୍ୟ, ତ୍ରେତା, ଦ୍ୱାପର, କଳି। ଯେତେବେଳେ ବାଲ୍ୟାବସ୍ଥା ଆସିଯାଉଛି ଯେ ସେଇଠି ଆସୁତର କ'ଣ ନା ରାମ ଅବତାର ଆସିଯାଉଛି। ସମସ୍ତଙ୍କୁ ଭଲ ପାଇବା, ପିତାଙ୍କ ଭକ୍ତି ରହିବା, ଭାଇମାନଙ୍କ ପରି ସ୍ନେହ ରହିବା, ପରିବେଶକୁ ତୁ ଭଲ ପାଉଛୁ। ତେଣୁ ଆସିଗଲା ତୋର କ'ଣ ନା ତୃତୀୟ ଯୁଗ। ବାଳକ ଅବସ୍ଥା ତ୍ରେତୟା ତୋହର, ଭାଇ ଭଉଣୀକୁ କଲୁ ତୁ ନିଜର, ପିତାଙ୍କର ଆଜ୍ଞା ନ କଲୁ ଅବଜ୍ଞା, ଆଦର୍ଶରେ ଦିନ ବାହି ନେଲୁ ରେ। ସତ୍ୟ, ତ୍ରେତା, ଦ୍ୱାପର, କଳି। ତାପରେ ଦ୍ୱାପର ଯୁଗ ଆସିଗଲା କେଉଁଠି ନା ଯୌବନ ବୟସ ଯେତେବେଳେ ଆସିଯାଉଛି, ଦମ୍ଭ ଗର୍ବ ଆସିଯାଉଛି, ସେଇଠି ତୋର ଆସିଗଲା କ'ଣ ନା ଯେ ଦ୍ୱାପର ଯୁଗ। ଯୌବନ ବୟସ ଜାଣିବୁ ଦ୍ୱାପର, ନାରୀ ମୋହି ପଡ଼ି ହେବୁ ନାରଖାର, ନିଜ ଲୋକ ସବୁ ହେବେ ସାତପର, ସଂସାର ମୋହରେ ଘାରି ହେଲୁ ରେ। ସତ୍ୟ, ତ୍ରେତା, ଦ୍ୱାପର, କଳି ଚାରି ଯୁଗ ଏଠି ସାରିଦେଲୁ ରେ। ସତ୍ୟ, ତ୍ରେତା, ଦ୍ୱାପର, କଳି। ଯେତେବେଳେ ଯୌବନ ଅବସ୍ଥା ଆସୁଛି, ଗର୍ବ ଦମ୍ଭ ବଢ଼ୁଛି, ଏବଂ ବାପା କ'ଣ କରୁଛନ୍ତି ନା ଗୋଟିଏ ତତେ ବିବାହିତ କରିଦେଇ ଗୋଟିଏ କ'ଣ ମହିଳା ଆଣି ତୋ ପାଖରେ ଦେଇ ଦେଉଛନ୍ତି, ସଖୀ କ'ଣ ଦେଇ। ସେଇଠି ତୋର ମନ ପରିବର୍ତ୍ତନ ହେଇଯାଉଛି, ଆସିଯାଉଛି କ'ଣ ନା ଦ୍ରୌପଦୀ ଆସିଗଲେ, ମାୟା ବଳରେ ତୁ ମାୟାବିତ ହେଇଗଲୁ। କାହିଁକି ନା ଯୌବନ ବୟସ ଜାଣିବୁ ଦ୍ୱାପର, ନାରୀ ମୋହେ ପଡ଼ି ହେବୁ ନାରଖାର। ସେଇଠି କ'ଣ ହେବ, ନିଜ ଲୋକ ସବୁ ହେବେ ସାତପର। ସେଇଠି କ'ଣ ହେବ, ଯୌବନ ସମୟରେ ମୋ ଭାଇ ମୋର ନୁହେଁ, ମୋର କ'ଣ ବାପା ମୋର ନୁହେଁ, ମୋ ମା ମୋର ନୁହେଁ, ମୋର ପରିବେଶ ମୋର ନୁହେଁ, ଏବଂ କେବଳ ମୁଁ ଏବଂ ମୋ ସ୍ତ୍ରୀ। ତାପରେ ରହିଲା କଳିଯୁଗ। କଳିଯୁଗ କ'ଣ ନା ବୃଦ୍ଧ ଅବସ୍ଥା ତ ଜାଣିବୁ ରେ କଳି, ଏଣିକି ବାବୁରେ ପଡ଼ିବୁ ତୁ ବଳି, ବାର ହାତ ଖଣ୍ଡା ଝୁଲିଲାଣି ଧନ, ପରମ ପଦକୁ ଭୁଲି ଗଲୁ ରେ। ସତ୍ୟ, ତ୍ରେତା, ଦ୍ୱାପର, କଳି। ଏ ବୃଦ୍ଧ ଅବସ୍ଥା ଯେତେବେଳେ ଆସିଲା, ତୋର କଳିଯୁଗ ଆସିଗଲା। ସେଇଠି କାହିଁକି ନା ତୋ ମୃତ୍ୟୁର ସମୟ ଆସିଗଲା, ତୁ ଆଉ କେହି ରକ୍ଷା କରିପାରିବେ ନାହିଁ। କଳିଯୁଗ ଅର୍ଥ କ'ଣ, ଯେଉଁଠି ତୁ ବଳି ପଡ଼ିବୁ, ଏଇଠି ତୋର ଶେଷ ଅବସ୍ଥା ହିଁ କଳି। ମଣିଷର
କଳିଯୁଗ କେତେବେଳେ ଆସେ ନା ବୃଦ୍ଧ ଅବସ୍ଥା ହିଁ କଳି। କଳି ଯେତେବେଳେ ଆସିବ ବିନାଶର ମାର୍ଗ ଖୋଲିଯିବ, ବାରାସର ଗଣ୍ଡା ଝୁଲିବ ଏବଂ କେହି ତାକୁ ରକ୍ଷା କରିପାରିବେ ନାହିଁ। ତେଣୁ ମଣିଷର କଳିଯୁଗ ହେଉଛି ବୃଦ୍ଧାବସ୍ଥା, ଆଉ କିଛି ନୁହେଁ। ଏବଂ ଯିଏ ଯେଉଁଠି ମଲା ସେଇଠି ତା'ର କଳିଯୁଗ ଶେଷ ହେଲା। ଯିଏ 4 ବର୍ଷ ମଲା କଳିଯୁଗ ତାର ଶେଷ ହେଇଗଲା। ଯିଏ 14 ବର୍ଷ ମଲା କଳିଯୁଗ ଶେଷ ହେଲା। ଯିଏ 84 ବର୍ଷ ମଲା କଳିଯୁଗ ସେଇ ଶେଷ ହେଲା। ତେଣୁ କଳିଯୁଗ କେଉଁଠି ଆସିବ ନା ଏ ଜୀବନ ଭିତରେ ଆସୁଛି ଏବଂ ଯାଉଛି। ଏବଂ ସଂସାର କ'ଣ ନଷ୍ଟ ହୋଇଯିବ ନା? ଏ ଯେଉଁ ସଂସାର ସୃଷ୍ଟି ହେଇଛି ଭଗବାନ ତିଆରି କରିଛନ୍ତି, ବ୍ରହ୍ମା ତିଆରି କରିଛନ୍ତି। ଇଏ କଳିଯୁଗ ଯେଉଁ କହୁଛନ୍ତି କଳିଯୁଗ ଆସିକି ସବୁ ଧ୍ୱଂସ ହେଇଯିବ, ନାଇଁ ନାଇଁ ନାଇଁ, ସେମିତି ହେବନି। ଖଣ୍ଡ ପ୍ରଳୟ ହେବ, କିଛି ଅଂଶ ଧ୍ୱଂସ ପାଇବ, କିଛି ଲୋକ ମରିବେ, ପୁଣି ଜନ୍ମ ହେବେ। ଯଦି ସବୁ ଧ୍ୱଂସ ହେବେ ତାହେଲେ ସୃଷ୍ଟି ନଷ୍ଟ ହେଇଯିବ ନା। ତେଣୁ ଏ ସୃଷ୍ଟି କେବେ ନଷ୍ଟ ହେବ ନାହିଁ। ଏବଂ ଏଠାରେ କ'ଣ ନୂଆ ନୂଆ ଜୀବ ଜନ୍ମ ହେବେ, ନୂଆ ସବୁ ମଣିଷ ଜନ୍ମ ହେବେ। ଏବଂ ଯିଏ ମରିଯିବେ ସେ ତାଙ୍କର ସେଇଠି କଳିଯୁଗ ଶେଷ ହୋଇଯିବ ଏବଂ ଯିଏ ଜନ୍ମ ହେଲେ ତାଙ୍କର ସତ୍ୟଯୁଗ ସେଇଠି ଆରମ୍ଭ ହେବ। ତେଣୁ ଆମେ ଏଇ ଯେଉଁ କଳିର କଳିଟା ଆମର ତାର ତତ୍ତ୍ୱଟା ଜାଣିବା ଉଚିତ ଯେ କଳିଯୁଗ କେଉଁଠି ଶେଷ ହେବ ନା ମଣିଷ ମଲେ ତାର କଳିଯୁଗ ଶେଷ ହେବ, ଆଉ କିଛି ନୁହଁ। ଏବଂ ଏମିତି ସମୟ ଆପଣ ଭାବୁଛନ୍ତି ଯେ କଳାଗଡ଼ା ଧଳାଗଡ଼ାରେ ଠାକୁର ଆସିବେ ଏଠି ମେଷ ସାଗ, ନାଇଁ ନାଇଁ, ସେ ଅସମ୍ଭବ କଥା। ସେ ସଂହାର ଅଟୋମେଟିକ୍ ଯିଏ ତିଆରି କରିଛି ସେ ହିଁ ନଷ୍ଟ କରିବ, ଆଉ ଏ ସଂସାରକୁ କେହି ନଷ୍ଟ କରିପାରିବେ ନାହିଁ। ଆପଣମାନେ କେବେ ଭୟ ହୁଅନ୍ତୁ ନାହିଁ ଯେ ଏମିତି ବିପାତ ହେଇପାରେ, ଧ୍ୱଂସ ହେଇପାରେ, କିନ୍ତୁ ସୃଷ୍ଟି କେବେ ନାଶ ହେବ ନାହିଁ।